ଆସନ୍ତୁ ଗୋଟେ ବହୁତ କୌତୂହଳପୂର୍ଣ୍ଣ କଥା ବିଷୟରେ ଜାଣିବା ଯେ କେମିତି ଆମ ଶରୀରର ଗୋଟେ ଛୋଟିଆ ସାଧାରଣ ପ୍ରତିକ୍ରିୟା ଆମ ମସ୍ତିଷ୍କ ଭିତରକୁ ଗୋଟେ ଝରକା ଭଳି କାମ କରିପାରେ ଆଉ ଏମିତିକି ଜଣଙ୍କର ଜୀବନ ବି ବଞ୍ଚାଇପାରେ। ତେବେ ଚାଲନ୍ତୁ ଦେଖିବା ଏହା ପଛର କାହାଣୀଟା କ'ଣ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନା ଯେ ଆଖି ଉପରେ ପଡ଼ୁଥିବା ଗୋଟେ ଛୋଟ ଆଲୁଅର କିରଣ ଆମ ମସ୍ତିଷ୍କର ସ୍ୱାସ୍ଥ୍ୟ ବିଷୟରେ ଏତେ କଥା କେମିତି କହିପାରିବ। ତେବେ ଚାଲନ୍ତୁ ଏହି ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା। ଏଇଟା ତ ଆମେ ସମସ୍ତେ ଦେଖିଛେ, ହଠାତ୍ ଅନ୍ଧାରରୁ ବାହାରି ଖରାକୁ ଗଲେ ଆମ ଆଖିର ମଣି ଛୋଟ ହେଇଯାଏ ଆଉ ଯେତେବେଳେ ଆଲୁଅ କମିଯାଏ ସେଟା ପୁଣି ବଡ଼ ହେଇଯାଏ। ଏଇଟା ପୁରାପୁରି ଅଟୋମାଟିକ୍, ମାନେ ଆମର ଏହା ଉପରେ କୌଣସି କଣ୍ଟ୍ରୋଲ ନଥାଏ। ଆଚ୍ଛା, ତେବେ ଆସନ୍ତୁ ବୁଝିବା ଏହା ପଛରେ ଥିବା ସାଇନ୍ସଟା କ'ଣ। ଏଇ ଯେଉଁ ଆଲୋକ ରିଫ୍ଲେକ୍ସର କଥା କୁହାଯାଉଛି, ଏଇଟା ପ୍ରକୃତରେ କେମିତି କାମ କରେ? ସାଇନ୍ସ ଭାଷାରେ ଏହାକୁ କହନ୍ତି ପ୍ୟୁପିଲାରି ଲାଇଟ୍ ରିଫ୍ଲେକ୍ସ ବା ପିଏଲ୍ଆର୍। ଏହା ଏକ ଅନିଚ୍ଛିକ ପ୍ରତିକ୍ରିୟା, ଅର୍ଥାତ୍ ଆମେ ଚାହିଁଲେ ବି ଏହାକୁ ନିୟନ୍ତ୍ରଣ କରିପାରିବାନି। ଏହାର କାମ ହେଲା ଆଖି ଭିତରକୁ କେତେ ଆଲୁଅ ଯିବ ସେଇଟାକୁ କଣ୍ଟ୍ରୋଲ କରିବା। ଏମିତି ଭାବନ୍ତୁ, ଏହା ଠିକ୍ ଗୋଟେ କ୍ୟାମେରା ଭଳି କାମ କରେ। ଯେମିତି କ୍ୟାମେରାର ଆପେରଚର ଛୋଟ ବଡ଼ ହୋଇ ଆଲୁଅକୁ କଣ୍ଟ୍ରୋଲ କରେ, ଠିକ୍ ସେମିତି ଆମ ଆଖିର ମଣି ବି ଆଲୁଅ ହିସାବରେ ନିଜ ଆକାର ବଦଳାଏ। ତେବେ ଏ ପ୍ରୋସେସଟା କେମିତି ହୁଏ? ଯେମିତି ଆଲୁଅ ଆଖିରେ ପଡ଼େ, ସଙ୍ଗେ ସଙ୍ଗେ ଗୋଟେ ସିଗ୍ନାଲ ସ୍ନାୟୁ ଦେଇ ସିଧା ମସ୍ତିଷ୍କକୁ ଯାଏ, ଆଉ ମସ୍ତିଷ୍କ ତୁରନ୍ତ ଆଉ ଗୋଟେ ସ୍ନାୟୁ ଦେଇ ଆଖିକୁ କମାଣ୍ଡ ପଠାଏ କି ମଣିକୁ ଛୋଟ କର ବା ବଡ଼ କର। ଆଉ ଏସବୁ ଏତେ ଜଲ୍ଦି ହୁଏ ଯେ ଆମେ ଜାଣି ବି ପାରୁନ। ଆଉ ଏଥିରେ ଗୋଟେ ବହୁତ ମଜାଦାର କଥା ଅଛି। ଯେଉଁ ଆଖିରେ ଆଲୋକ ପଡ଼େ ତାର ମଣି ଛୋଟ ହୁଏ, ଏହାକୁ କୁହନ୍ତି ଡାଇରେକ୍ଟ ରିଫ୍ଲେକ୍ସ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ୟ ଆଖିର ମଣି ବି ଠିକ୍ ସେତିକି ବେଳେ ଛୋଟ ହୋଇଯାଏ। ଏହାକୁ କୁହନ୍ତି କନସେନ୍ସୁଆଲ ରିଫ୍ଲେକ୍ସ, ମାନେ ଦୁଇ ଆଖି ମିଶିକି କାମ କରନ୍ତି। ତ ଏସବୁର ମାନେ କ'ଣ? ଏଇ ଛୋଟିଆ ରିଫ୍ଲେକ୍ସଟା ଏତେ ଇମ୍ପୋର୍ଟାଣ୍ଟ କାହିଁକି? କାରଣ ଡାକ୍ତରମାନଙ୍କ ପାଇଁ ଏହା ଗୋଟେ ବହୁତ ବଡ଼ ପରୀକ୍ଷା। ଏହା ସିଧାସଳଖ ଆମ ମସ୍ତିଷ୍କ ଷ୍ଟେମ୍ର ସ୍ୱାସ୍ଥ୍ୟ ବିଷୟରେ କହିଥାଏ, ଯାହା ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭିତରୁ ଗୋଟେ। ହେଲେ କ'ଣ ହବ ଯଦି ଏଇ ପୁରା ସିଷ୍ଟମଟା ଗଡ଼ବଡ଼ ହେଇଯାଏ? ଯେତେବେଳେ ରିଫ୍ଲେକ୍ସଟା ଠିକ୍ ଭାବରେ କାମ କରେନି, ସେତେବେଳେ କ'ଣ ହୁଏ? ଆସନ୍ତୁ ସେ ବିଷୟରେ ଦେଖିବା। ପ୍ରଶ୍ନ ଉଠୁଛି, ଏତେ ବେସିକ୍ ଆଉ ଅଟୋମେଟିକ୍ ଗୋଟେ ଜିନିଷକୁ କ'ଣ ବା ଗଡ଼ବଡ଼ କରିପାରିବ? କେଉଁ ଜିନିଷ ଆମର ସ୍ନାୟୁ ପ୍ରଣାଳୀ ଉପରେ ଏତେ ପ୍ରଭାବ ପକାଇପାରେ? ଏହାର ଜବାବ ଅଛି କିଛି ଖାସ୍ ରାସାୟନିକ ପଦାର୍ଥରେ। କିଛି ନିଶାଦ୍ରବ୍ୟ ଆମ ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀ ଉପରେ ସିଧାସଳଖ ପ୍ରଭାବ ପକାଏ। ଏହି ଚାର୍ଟକୁ ଦେଖନ୍ତୁ, ଏଥିରେ ଡିପ୍ରେସାଣ୍ଟ ବୋଲି ଯେଉଁ କାଟେଗୋରୀ ଅଛି, ଆମେ ସେଇଟା ଉପରେ ଧ୍ୟାନ ଦେବା। ଏହି ଡିପ୍ରେସେଣ୍ଟଗୁଡ଼ିକର କାମ ହେଲା ଶରୀରକୁ ପୁରା ସ୍ଲୋ କରିଦେବା। ବିଶେଷ କରି ଆମ ଶ୍ୱାସକ୍ରିୟାକୁ ଏହା ବହୁତ ଧିମା କରିଦିଏ। ଏହାର ଉଦାହରଣ ହେଲା ମଦ, କିଛି ନିଦ ଭଟିକା ଆଉ ଓପିଅଏଡ୍ ଯେମିତିକି ହେରୋଇନ୍। ଆଉ ଏଇଠୁ ଆରମ୍ଭ ହେଉଛି ଆମର ମୂଳ କାହାଣୀ। ଏହି ସାଇଣ୍ଟିଫିକ୍ ଜ୍ଞାନଟା କେମିତି ଗୋଟେ ଜୀବନ ମରଣ ପରିସ୍ଥିତିରେ ଗୋଟେ ବହୁତ ବଡ଼ ସଙ୍କେତ ଦେଇପାରେ, ଆସନ୍ତୁ ଜାଣିବା। ଆଉ ସେହି ଗୁରୁତ୍ୱପୂର୍ଣ୍ଣ ସଙ୍କେତଟି ହେଉଛି ପିନ୍ ପଏଣ୍ଟ ପ୍ୟୁପିଲ୍ସ, ମାନେ ସୂଚୀମୁନ ପରି ଛୋଟ ଆଖିମଣି। ଯେତେ ତେଜ ଆଲୁଅ ପଡ଼ିଲେ ବି ଯଦି ଆଖିମଣି ଗୋଟେ ଛୋଟ ବିନ୍ଦୁ ଭଳି ଦେଖାଯାଏ, ତେବେ ଜାଣିବାକୁ ହେବ ଯେ କିଛି ଗୋଟେ ବଡ଼ ଗଡ଼ବଡ଼ ଅଛି। କିନ୍ତୁ ଏମିତି କାହିଁକି ହୁଏ? କାରଣ ଓପିଓଏଡ୍ ଭଳି ଶକ୍ତିଶାଳୀ ଡିପ୍ରେସେଣ୍ଟ ମସ୍ତିଷ୍କ ଆଉ ଆଖି ଭିତରେ ଯେଉଁ ସିଗ୍ନାଲ ଯିବା ଆସିବା କରୁଥିଲା, ସେଇ ବାଟଟାକୁ ପୁରା ଭାଙ୍ଗିଦିଏ। ଫଳରେ ଆଖିମଣି ଆଉ ଆଲୁଅକୁ ରେସ୍ପନ୍ସ କରିପାରେନି ଆଉ ସବୁବେଳେ ଛୋଟ ହୋଇକି ରହିଯାଏ। ଆଉ ଏଇଟା ବହୁତ ବଡ଼ ବିପଦର ସଙ୍କେତ। କାରଣ ଏହି ସୂଚୀମୁନ ପରି ଆଖିମଣିର ଅର୍ଥ ହେଲା ଶରୀରର ସ୍ନାୟୁ ପ୍ରଣାଳୀ ଏତେ ଧିମା ହୋଇଯାଇଛି ଯେ ଯେକୌଣସି ମୁହୂର୍ତ୍ତରେ ଶ୍ୱାସକ୍ରିୟା ପୂରାପୂରି ବନ୍ଦ ହୋଇଯାଇପାରେ। ତେବେ ଏମିତି ପରିସ୍ଥିତିରେ ଏହି ଜ୍ଞାନ କେମିତି କାମରେ ଆସିବ? ଜଣଙ୍କର ଜୀବନ କେମିତି ବଞ୍ଚାଇ ଯାଇପାରିବ? କାରଣ ଏହା କେବଳ ଏକ ତଥ୍ୟ ନୁହେଁ, ଏହା ଜୀବନ ବଞ୍ଚାଇବାର ଏକ ଉପାୟ ମଧ୍ୟ। ସବୁଠୁ ପ୍ରଥମ ଆଉ ସବୁଠୁ ଜରୁରୀ କାମ ହେଲା ଲକ୍ଷଣକୁ ଠିକ୍ ଭାବରେ ଚିହ୍ନିବା। ପିନ୍ ପଏଣ୍ଟ ପ୍ୟୁପିଲ୍ସ, ଧୀମା ବା ବନ୍ଦ ହୋଇଯାଉଥିବା ନିଶ୍ୱାସ ପ୍ରଶ୍ୱାସ ଏବଂ ଚେତାଶୂନ୍ୟତା, ଏସବୁ ଲକ୍ଷଣକୁ ଚିହ୍ନିବା ବହୁତ ଜରୁରୀ। ଯଦି ଏମିତି କିଛି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଏହି ପଦକ୍ଷେପ ନେବା ଦରକାର। ପ୍ରଥମେ ସେହି ବ୍ୟକ୍ତିଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତୁ। ଯଦି ଉଠୁନାହାନ୍ତି, ତୁରନ୍ତ ସ୍ଥାନୀୟ ଜରୁରୀକାଳୀନ ନମ୍ବରକୁ କଲ୍ କରନ୍ତୁ।
ଯଦି ପାଖରେ ନାଲୋକ୍ସନ ଔଷଧ ଅଛି ତାହା ଦିଅନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ଉଦ୍ଧାରକାରୀ ଶ୍ୱାସକ୍ରିୟା ଆରମ୍ଭ କରନ୍ତୁ। ନାଲୋକ୍ସୋନ୍ ଗୋଟେ ଜୀବନ ରକ୍ଷାକାରୀ ଔଷଧ। ଏହା ମସ୍ତିଷ୍କରେ ଓପିଏଡ୍ର ପ୍ରଭାବକୁ କିଛି ସମୟ ପାଇଁ ବନ୍ଦ କରିଦିଏ, ଯାହା ଫଳରେ ବ୍ୟକ୍ତି ପୁଣି ଥରେ ନିଶ୍ୱାସ ନେବା ଆରମ୍ଭ କରିପାରେ। ତେବେ ଆମେ ଆଜି ଗୋଟେ ଛୋଟିଆ ଆଲୋକ କିରଣରୁ କଥା ଆରମ୍ଭ କରି ମସ୍ତିଷ୍କର ରହସ୍ୟ ଆଉ ଜୀବନ ବଞ୍ଚାଇବାର ଏକ ଜରୁରୀ ଜ୍ଞାନ ପର୍ଯ୍ୟନ୍ତ ପହଞ୍ଚିଲେ। ତେଣୁ ଗୋଟେ ଛୋଟ ଲକ୍ଷଣକୁ ବୁଝିବା କେବଳ ବୈଜ୍ଞାନିକ କୌତୂହଳ ନୁହେଁ, ଏହା ଜୀବନ ବଞ୍ଚାଇବାର ଶକ୍ତି ବି ଦେଇପାରେ।